ଇଷ୍ଟବୃତ୍ତି ମାସିକ, ଦୈନିକ ନା ସାପ୍ତାହିକ? ଆପଣଙ୍କ ପାଇଁ କେଉଁଟି ଠିକ୍? ଆଜିର ପ୍ରସଙ୍ଗ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ସବୁ ବୁଝିପାରିବେ। ଆପଣଙ୍କ ମନରେ ଥିବା ସବୁ ଦ୍ୱନ୍ଦ୍ୱ ଦୂର ହେବ, ଏହା ମୋର ଭରସା। ଅନେକ ସମୟରେ ଇଷ୍ଟବୃତ୍ତି ନେଇ ଜୀବନର କିଛି ବି ପରିବର୍ତ୍ତନ ହେଉନାହିଁ ବୋଲି ମନେ ହୁଏ। କାରଣ ଆମର ମନ ସବୁଆଡ଼ୁ ଥକି ପଡ଼ିଥାଏ। କିଏ କହେ ମାସିକ, କିଏ କହେ ଦୈନିକ, ଆଉ କିଏ କହେ ସାପ୍ତାହିକ କଲେ ଜଲ୍ଦି ସୁଫଳ ପ୍ରାପ୍ତ ହେବ, ଆଉ ସବୁ ମନର ଆଶା ପୂର୍ଣ୍ଣ ହେବ। କିନ୍ତୁ ପ୍ରକୃତ ସତ୍ୟତା କ'ଣ ତା ଜାଣିବା ଆସନ୍ତୁ। ଏପରି ନ କଲେ କିଛି ବି ଫଳ ପାଇବ ନାହିଁ। ତେବେ ଆସନ୍ତୁ ସମସ୍ତେ ମିଶି ଏକା ଧାରାରେ ସେହି ପ୍ରିୟ ପରମଙ୍କ ଆଶିଷ ନେଇ ଆରମ୍ଭ କରିବା ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର୍, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର୍, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର୍, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର୍ ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ସୁନ୍ଦର ବିଷୟବସ୍ତୁଟିକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖନ୍ତୁ, ଆଉ ସବୁଦିନେ ଏଇଭଳି ଆତ୍ମିକ କଥା ଶୁଣିବା ପାଇଁ ଆମ ଚ୍ୟାନେଲ ଜୟଗୁରୁ ପ୍ରାର୍ଥନାକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଘଣ୍ଟିର ଅଲ୍ ବଟନକୁ ଦବାନ୍ତୁ। ତେବେ ଆସନ୍ତୁ ଆଜିର ଏହି ସୁନ୍ଦର ବିଷୟବସ୍ତୁକୁ ଯିବା। ଯେତେ ପୁରାଣ ପଢ଼ନ୍ତୁ, ଯେତେ ଶାସ୍ତ୍ରରେ ଦେଖନ୍ତୁ, ସେହି ଗୋଟିଏ ସମୟ ଅତି ଶୁଭ ମୁହୂର୍ତ୍ତ ବୋଲି ଆଖ୍ୟା ଦିଆଯାଇଛି। ଆଉ ସେହି ସମୟଟି ହେଉଛି ବ୍ରହ୍ମ ମୁହୂର୍ତ୍ତ। କୁହାଯାଏ ଏହି ସମୟରେ ଯିଏ ଯାହା ବି ଈଶ୍ୱରଙ୍କୁ ଜଣାଇ କାମରେ ଯାଏ, ସେଥିରେ ସେ ନିଶ୍ଚୟ ସୁଫଳ ପାଏ। ଅନେକ ଲୋକଙ୍କ କଥାକୁ ଯାଅ ନାହିଁ। ପରମ ପିତା ଆମର ମଙ୍ଗଳ ଉଦ୍ଦେଶ୍ୟାର୍ଥେ ଯାହା ଯାହା କହିଛନ୍ତି ତା ପାଳନ ହିଁ ବିଧେୟ। ଇଷ୍ଟବୃତ୍ତିର ଅର୍ଥକୁ ଅନର୍ଥ କରି ଚାଲିବା ଯଷ୍ଟିଚ୍ୟୁତ ହେବା ସଙ୍ଗେ ସମାନ। ସେ ଠାକୁର କହୁଛନ୍ତି, ଯେତେବେଳେ କୌଣସି ଲୋକ ଇଷ୍ଟବୃତ୍ତି ବନ୍ଦ କରେ, ପ୍ରାୟ ହିଁ ଦେଖାଯାଏ ତା ଜୀବନରେ ବିପର୍ଯ୍ୟୟ ସୃଷ୍ଟି ହୁଏ। ତାର କାରଣ ଚାଲିବାର ଗତିଟା ଏବଂ ଲକ୍ଷଣଟା ହିଁ ବିପର୍ଯ୍ୟୟଗ୍ରସ୍ତ ହୋଇପଡ଼େ। ବୁଦ୍ଧି ବିପର୍ଯ୍ୟସ୍ତ ଫଳରେ ଅପ୍ରଧାନଟା ପ୍ରଧାନ ହୁଏ, ପ୍ରଧାନଟା ଅପ୍ରଧାନ ହୁଏ। ଭୁଲଟା ଠିକ୍ ଭାବେ ଆଉ ଠିକ୍ଟା ଭୁଲ ଭାବେ। ତେଣୁ ଏମିତି ହିଁ ଜୀବନରେ ଭୁଲ ଭ୍ରାନ୍ତି ବି ଅନେକ ବଢ଼ିଯାଏ। ତା ଛଡ଼ା ଜୀବନ ପଥର ଆଗନ୍ତୁକ ବାଧା ବିଘ୍ନ ଗୁଡ଼ିକୁ ଜୟ କରିବାକୁ ଯେଉଁ ଉଦ୍ବୃତ୍ତ ମନୋବଳ ଆବଶ୍ୟକ ହୁଏ ଓ ଶକ୍ତିର ପ୍ରୟୋଜନ ହୁଏ, ସେହି ଅବସ୍ଥାରେ ତାର ବି ଯୋଗାଣ ପାଏ ଖୁବ୍ କମ୍। ଫଳରେ ଧୀରେ ଧୀରେ ବେକାଇଦାରେ ବେଢ଼ା ଜାଲରେ ପଡ଼ିଯାଏ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଜଣେ ମଣିଷ ଯଦି ପ୍ରତିଦିନ ଭୋରରୁ ଉଠି ସୁଧାଚାରରେ ଭକ୍ତି ଭାବରେ ଇଷ୍ଟବୃତ୍ତି କରି ଚାଲେ, ତାହେଲେ ତା ଭିତର ଦେଇ ଏତେ ମାତ୍ରାରେ ଏକ ଅତିରିକ୍ତ ଶକ୍ତି ସଞ୍ଚିତ ହୁଏ ଯେ ତା ଉପରେ ନିର୍ଭର କରି ସେ ସବୁ ବିପଦ ଆପଦକୁ ଅତି ସହଜରେ ଅତିକ୍ରମ କରିପାରେ। ବନ୍ଧୁଗଣ, ଏହି ବିପଦ ଜିନିଷଟା ଆମେ ସ୍ପଷ୍ଟ କରି ବୁଝିବା ଆବଶ୍ୟକ। ସମ୍ଭବ ହେଲେ ଆଉ ଏକ ବିଷୟବସ୍ତୁରେ ପୁଙ୍ଖାନୁପୁଙ୍ଖ ଆଲୋଚନା ରଖିବା। ଇଷ୍ଟବୃତ୍ତିକୁ କାହିଁକି ସାମର୍ଥ୍ୟ ଯୋଗ କୁହାଯାଏ ଜାଣ? ଅନ୍ୟ ମଣିଷଟି ଯେଉଁଠାରେ ଭାଙ୍ଗି ପଡ଼େ, ସେଠାରେ ସେ ଅଟଳ ଅଜୟ ହୋଇ ଠିଆ ହୁଏ। ସେଇଥିପାଇଁ ଇଷ୍ଟବୃତ୍ତିକୁ ସାମର୍ଥ୍ୟ ଯୋଗ କୁହାଯାଏ। ଏଥିରେ ତୁମ ଶରୀର ଓ ମନର ଏକାଗ୍ରତା ବଢ଼େ। ସମଗ୍ର ଶରୀରରେ ଏହା କ୍ରିୟାଶୀଳ ହୋଇଥାଏ। ମଣିଷ ଏହାର ଅଳ୍ପ କିଛି କରି ମଧ୍ୟ ଅନେକ ଅମଙ୍ଗଳ ହାତରୁ ରକ୍ଷା ପାଏ। ଏହାର କାରଣ ଏହି ଯେ ଏହାକୁ ପାଳନ କଲେ ଏହାର ଫଳସ୍ୱରୂପ ଗୋଟିଏ ଶକ୍ତି ସଞ୍ଚୟ ହୁଏ, ଯାହା ସେହି ବ୍ୟକ୍ତିକୁ ବିପଦ ସମୟରେ ରକ୍ଷା କରିଥାଏ। ବିପଦ ମାନେ କ'ଣ ତା ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା ଦରକାର। ଆମର ଏହି ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ।
ଏ ଇଷ୍ଟବୃତ୍ତି ପ୍ରସଙ୍ଗକୁ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିବାକୁ ଚେଷ୍ଟା କରୁଛୁ। ଶ୍ରୀ ଠାକୁର କହିଲେ, ମୁଁ ଯାହା କହୁଛି ମନେ ରଖ, କୌଣସି ପ୍ରତ୍ୟାଶା ନ ରଖି କେବଳ କରିଚାଲ। ନିଜର ସୁବିଧା କିମ୍ବା ସ୍ୱାର୍ଥ ଚିନ୍ତା କର ନାହିଁ। ଇଷ୍ଟବୃତ୍ତି ଶ୍ରଦ୍ଧାର ସହ ନିବେଦନ କରିବାକୁ ହୁଏ। ଆଉ କରି ଦେଖ, ଏହା ଦାନ ଦେବା ଭଳି ନୁହେଁ। ଆମେ ଦାନ ଦେଉଛେ ବୋଲି ଭାବିଲେ ଏକଦମ ଭୁଲ ହେବ। ଏହା ଜୀବନର ଏକାନ୍ତ ଆବଶ୍ୟକ। ଇଷ୍ଟବୃତ୍ତି ନିତ୍ୟ ନିବେଦନ କରିବାକୁ ହୁଏ। ଆଗ୍ରହ ଥିବା ଦରକାର। ତାହା ଦୈନନ୍ଦିନ ସମସ୍ତ କାମ ଭିତରେ ବି ତା ଯେପରି ମନେ ହୁଏ। ଆଉ ତାର ଏ କରିବାର ଆବେଗ ସେଗୁଡ଼ିକୁ ନିୟନ୍ତ୍ରଣ କରେ। ତାହାର କ୍ଷମତା ଯେ କ'ଣ ସେଇଟା ବିପଦ ଆପଦ ସମୟରେ ବୁଝାଯାଏ। କେତେ ଯେ ଏହାର ଘଟଣା ଅଛି ତାର ଇୟତା ନାହିଁ କି ଏ ଗୋଟିଏ ବିଷୟବସ୍ତୁରେ ଆମେ କହି ସାରିପାରିବା ନାହିଁ ବନ୍ଧୁଗଣ। ସେ ଠାକୁର କହୁଛନ୍ତି, ଇଷ୍ଟଙ୍କୁ ରୋଜ ପ୍ରତି ଅବଦାନ ସ୍ୱରୂପ ଭୋଜ୍ୟ ନିବେଦନ କରିବାର ପ୍ରଥାଟା ଖୁବ୍ ଭଲ। ଏଥିରେ ଶରୀର ଓ ମନର ଗୋଟିଏ ଯୁକ୍ତ ଆଗ୍ରହ ସନ୍ଦୀପ୍ତ ଟାଣ ଯୋଗାଏ ତାଙ୍କ ଉପରେ। ଉଦାହରଣ, ଆମେ ପିଲାଙ୍କ ପାଇଁ କରୁ ବୋଲି ଯେପରି ତା ଉପରେ ଟାଣ ହୁଏ, ଠିକ୍ ସେମିତି ସକାଳୁ ଉଠି ବ୍ରାହ୍ମ ମୁହୂର୍ତ୍ତରେ ମୁହଁ ଧୋଇ ଧ୍ୟାନ ସୁମିରଣ କରି ଭକ୍ତି ଭାବରେ ନିବେଦନ କରି ରଖିଦେଲି, ଆଉ ମାସାନ୍ତେ ଅନୁକଳ୍ପେ ଅର୍ଥ ପଠାଇଦେଲି, ଏତିକିରେ ଆମର ଇଷ୍ଟବୃତ୍ତି ଶେଷ ହୋଇଗଲା ବୋଲି ଭାବିନେଉ। ଯେତେବେଳେ ଭୁଲ ହୁଏ ସେତେବେଳେ ବୁଝାଯାଏ ମୋର ଚଳନୀରେ ଭୁଲ ହେଉଛି, ହୁଏତ କୌଣସି ବିପଦ ଆସିପାରେ। ତେଣୁ ସେତେବେଳେ ବିହିତ ପ୍ରାୟଶ୍ଚିତ କରି କଠୋର ଭାବେ ଏହାକୁ ଆଙ୍କୁଡ଼ି ଧରିବା ଦରକାର। ଭୋଜ୍ୟଟା ବା ପଇସା ଇଷ୍ଟବୃତ୍ତିର ମୂଳ କଥା ନୁହେଁ। ଏହାର ମୂଳ କଥା ହେଲା ଇଷ୍ଟଙ୍କୁ ଦେବାର ଆବେଗ, ଭଲ ପାଇବା। ତାଙ୍କୁ ନ ଖୁଆଇ ମୋତେ ଭଲ ଲାଗେନା। ତେଣୁ ଭୋଜ୍ୟଟା ବା ପଇସା ଇଷ୍ଟବୃତ୍ତିର ମୂଳ କଥା ନୁହେଁ। ଏହାର ମୂଳ କଥା ହେଲା ଇଷ୍ଟଙ୍କୁ ଦେବାର ଆବେଗ, ସେଇ ଭଲ ପାଇବା, ସେଇ ଆକୁଳ ପ୍ରାଣ। ତାଙ୍କୁ ନ ଖୁଆଇ ମୋତେ ଭଲ ଲାଗେନା, ଏଇ ବୋଧଟା ଆମ ଭିତରେ ଜାଗ୍ରତ ହେଉଛି କି? ତେଣୁ ସର୍ବାଗ୍ରେ ମୋର ତାଙ୍କ ସେବାର ଆୟୋଜନ କରିବା ଆବଶ୍ୟକ। ଏହି ଆବେଗ ଯେତେବେଳେ ମଣିଷ ଅନ୍ତରରେ ନିଶା ପରି ଲାଗିଯାଏ, ସେତେବେଳେ ତାର ସବୁ କରିବା ଭିତରେ ତାଙ୍କୁ ଅର୍ଘ୍ୟନନ୍ଦିତ କରିବାକୁ ଚାହେଁ। ଜୀବନରେ ଯେପରି ତାର ଗୋଟିଏ ଅଫୁରନ୍ତ ଉତ୍ସାହ ଲାଗିଯାଏ। ତାଙ୍କୁ ଦେବାର ଆଗ୍ରହ, ତାଙ୍କୁ ଦେବାର ଆକୃତିରୁ ତାଙ୍କ ପ୍ରତି ଭଲ ପାଇବା ବୁଦ୍ଧିପ୍ରାପ୍ତ ହୁଏ। କାୟ ମନ ବାକ୍ୟରେ ଇଷ୍ଟଙ୍କର ପ୍ରୀତି ନିମିତ୍ତ ଠିକ୍ ଭାବେ ଇଷ୍ଟବୃତ୍ତି କଲେ ଏହାର ଗୁଣ ବୁଝାଯାଏ। କୌଣସି ପ୍ରକାର ଚାହିଦା ନେଇ ବା ଇଷ୍ଟବୃତ୍ତିର ଫଳ ସମ୍ପର୍କରେ ସନ୍ଦିହାନ ହୋଇ ପରୀକ୍ଷା କରିବା ପାଇଁ ଏହା କରିବାକୁ ଗଲେ ଇଷ୍ଟବୃତ୍ତି ଠିକ୍ ଭାବେ ହେଲା ନାହିଁ ବୋଲି ଜାଣିନେବାକୁ ହେବ। ସେଇ ଈଶ୍ୱର ପରମ ସତ୍ତାଙ୍କ ଦୟାରୁ ଆମେ ସମସ୍ତେ ଶତାୟମାନ ହୋଇଛୁ। ତେଣୁ ସେଇ ପରମ ପିତାଙ୍କ ପ୍ରତି ଆମେ ସତତ କୃତଜ୍ଞ ରହିବା ଆବଶ୍ୟକ। ଏହି କୃତଜ୍ଞତାର ଅଭିବ୍ୟକ୍ତି ହେଉଛି ଇଷ୍ଟବୃତ୍ତି, ଅର୍ଥାତ୍ ଇଷ୍ଟଙ୍କର ଭରଣ ପୂରଣ ପାଳନ ପୋଷଣ। ଆଉ ଈଶ୍ୱରଙ୍କ ବ୍ୟକ୍ତ ସ୍ୱରୂପ ହେଉଛନ୍ତି ଇଷ୍ଟଦେବ। ଶ୍ରୀ ଠାକୁରଙ୍କୁ ଜଣେ ଭକ୍ତ କହିଲେ କି ସେ ଠିକ୍ 30 ଦିନରେ ଇଷ୍ଟବୃତ୍ତି ପଠାଇ ପାରନ୍ତି ନାହିଁ। ଶ୍ରୀ ଠାକୁର ସେଦିନ କହିଲେ, ନିତ୍ୟାନ୍ତ ଆସକ୍ତ ନଥିଲେ ଠିକ୍ ଦିନ ପଠାଇବାକୁ ହୁଏ। ଏହି ବିଷୟରେ ନିୟମନିଷ୍ଠ ରହିଲେ ଯାଇ ଜୀବନରେ ସବୁ କ୍ଷେତ୍ରରେ ନିୟମନିଷ୍ଠ ହୋଇ ରହିପାରିବ। ଏହାଦ୍ୱାରା ତୁମ ଭିତରେ ଦକ୍ଷତା ବଢ଼େ। ଏହା ଏକ ମୌଳିକ ଧର୍ମାନୁଷ୍ଠାନମୂଳକ ଜିନିଷ, ଯେଉଁଥିରେ ଏତେ ଟିକିଏ ଗୋଳମାଳ କରିବା ଆଦୌ ଠିକ୍ ନୁହେଁ। ଏହି ଗୋଳମାଳ ଜୀବନର ଅନ୍ୟ କ୍ଷେତ୍ରକୁ ମଧ୍ୟ ଆକ୍ରମଣ କରିଥାଏ। ଏହାକୁ ଠିକ୍ ସେ ନିୟମିତ କରିବାକୁ ହୁଏ। ହଁ ବନ୍ଧୁଗଣ, ଏହା ହେଉଛି ଆମ ପରମ ପିତାଙ୍କର ସନ୍ଦେଶ। ବନ୍ଧୁଗଣ, ଯଦି ଏହି ଆତ୍ମିକ କଥା ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟି ସେୟାର କରନ୍ତୁ, ଲାଇକ୍ଟିଏ କରନ୍ତୁ ଆଉ କମେଣ୍ଟସରେ ଜୟଗୁରୁ ଲେଖି ପଠାନ୍ତୁ। କାରଣ ସତ୍ୟ ଯେତେ ପ୍ରସାରିତ ହୁଏ ସମାଜ ସେତେ ସୁସ୍ଥ ହୁଏ। ରହୁଛୁ, କାଲି ଆଉ ଗୋଟେ ଭାବଭକ୍ତି ଭରା ବିଷୟଟିଏ ନେଇ ଆସିବୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।